ଓଡ଼ିଶାର ଧର୍ମ ପରମ୍ପରାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସ୍ୱତନ୍ତ୍ରତା ରହିଛି। ପୁଣ୍ୟତୋୟ ବୈତରଣୀ ତଟରେ ଅବସ୍ଥିତ ଏହି ପବିତ୍ର ଭୂମି ଧର୍ମୀୟ ସମନ୍ୱୟ ଓ ସାଂସ୍କୃତିକ ଐତିହ୍ୟର ଏକ ଅନ୍ୟାନ୍ୟ ଦୃଷ୍ଟାନ୍ତ ବୋଲି ମୁଖ୍ୟମନ୍ତ୍ରୀ ରବିବାର ଆନନ୍ଦପୁର ମହୋତ୍ସବର ଉଦ୍ଯାପନୀ ସମାରୋହରେ ଯୋଗଦେଇ ବହୁମୂଲ୍ୟ ସମ୍ଭାଷଣ ରଖିଥିଲେ। ସେ କହିଥିଲେ, ଆନନ୍ଦପୁର ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ଗ୍ରାମୀଣ ଓ ଲୋକ ସଂସ୍କୃତିକୁ ଲୋକମାନଙ୍କ ସମ୍ମୁଖରେ ଆଣିବାର ଏକ ପ୍ରଭାବଶାଳୀ ମଞ୍ଚ। ଉତ୍ତର ଓଡ଼ିଶାର ଉନ୍ନତି ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଛି। ଏହା ମାଧ୍ୟମରେ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ପାଇଁ ବଡ଼ ଘୋଷଣା କରିଥିଲେ। ଖୁବ୍ ଶୀଘ୍ର ଆନନ୍ଦପୁର ଇଣ୍ଡୋର ଓ ଫୁଟବଲ ଷ୍ଟାଡିୟମ ହେବ। ଏହି ଷ୍ଟାଡିୟମ ନିର୍ମାଣରେ ଯାହା ବି ଅର୍ଥ ଦରକାର ହେବ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ଆନନ୍ଦପୁର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ 267 କୋଟି 50 ଲକ୍ଷ ଟଙ୍କା ବିନିଯୋଗରେ 41 ଗୋଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ 34 କୋଟି 15 ଲକ୍ଷ ଟଙ୍କା ଖର୍ଚ୍ଚରେ 14ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଦିଗପହଣ୍ଡି ବିଧାୟକ ସିଦ୍ଧାର୍ଥ ମହାପାତ୍ର କହିଥିଲେ, ଆନନ୍ଦପୁର ସ୍ଥାନ ତାଙ୍କ ହୃଦୟର ନିକଟତର ରହିଛି। ସେ ନିଜର ଜନ୍ମସ୍ଥାନ ଗଞ୍ଜାମ ଜିଲ୍ଲାକୁ ମା ଦେବକୀଙ୍କ ସହ ତୁଳନା କରିବା ସହ କେନ୍ଦୁଝର ଜିଲ୍ଲାକୁ ମା ଯଶୋଦାଙ୍କ ସହ ତୁଳନା କରୁଥିଲେ। ସେ ଆନନ୍ଦପୁର ଷ୍ଟାଡିୟମକୁ ଖୁସି ଓ ସମ୍ଭାବନାର ସ୍ଥାନ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାର୍ଥ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳବାଧବ ସୁନା, ଆନନ୍ଦପୁର ମହୋତ୍ସବ କମିଟି ସଦସ୍ୟ ରାମଚନ୍ଦ୍ର ସାହୁ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। କେନ୍ଦୁଝରରୁ ଗଗନ ବିହାର ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ଆନନ୍ଦପୁରର କିଭଳି ଭାବରେ ବିକାଶ ହୋଇପାରିବ, ଆନନ୍ଦପୁରକୁ ସମୃଦ୍ଧ କରିବା, ଏଠି ଯେଉଁ ଆମର ଜନସାଧାରଣଙ୍କ ତରଫରୁ ଯେଉଁ ଭଲ ପାଇବା ଅଛି ଏବଂ ସେହି ଭଲ ପାଇବାରେ ତାଙ୍କର ଯେଉଁ ଛୋଟ ଛୋଟ ଦାବି ଗୁଡ଼ିକ ଅଛି ତା ଭିତରେ ବୃହତ୍ ଦାବି ବି ଅଛି। ଏଠି ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା କରିବା, ଟେକ୍ସଟାଇଲ୍, ଆପାରେଲ୍ ଏଇଭଳି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଦାବି ଯାହା ମୁଁ ତାଙ୍କ କଥାକୁ ସହମତି କରିଛି। ଆଗାମୀ ଦିନ ନିଶ୍ଚିତ ଭାବରେ ଆନନ୍ଦପୁର ଅଞ୍ଚଳରେ ମଧ୍ୟ ଶିଳ୍ପ ପ୍ରତିଷ୍ଠା ହେବ। ସେହିଭଳି ଭାବରେ ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବଂ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଯେମିତି ଏହି ଆନନ୍ଦପୁର ଷ୍ଟାଡିୟମର ବିକାଶ ପାଇଁ ତା ସହିତ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରିବା ପାଇଁ ଆନନ୍ଦପୁରକୁ ସ୍ୱତନ୍ତ୍ର ଭାବରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ନିଶ୍ଚିତ ଭାବରେ ଆନନ୍ଦପୁର ଏକ ସମୃଦ୍ଧ ହେବ। ଆନନ୍ଦପୁର ରେଳ ପାଇଁ ମଧ୍ୟ ଯେଉଁ ଦାବି ହେଉଛି ଏ ବାବଦରେ ଆନନ୍ଦପୁରବାସୀ ତରଫରୁ ଯେଉଁମାନେ ମୋ ପାଖରେ ମଧ୍ୟ ଦାବି ରଖିଥିଲେ, ମୁଁ ରେଳମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି ଏବଂ ଦୁଇ ପ୍ରକାରର ପ୍ରସ୍ତାବ ସେଥିରେ ଆସିଛି ଏବଂ ତାହା ବିଚାରାଧୀନ ଅଛି। ମୋତେ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ ଆଗାମୀ ଦିନରେ ନିଶ୍ଚିତ ଭାବରେ ଯେଉଁ ପ୍ରୋଜେକ୍ଟଟି ଆନନ୍ଦପୁର ଦେଇକରି ସିଏ ଯିବ, ଅର୍ଥାତ୍ ଆନନ୍ଦପୁର ଦେଇକରି ସିଏ ଧାମରା ପୋର୍ଟକୁ ଯିବାର ଯୋଜନା ଯେଉଁ ଅଛି ତାହାଦ୍ୱାରା ଆମର 2ଟି ରେଳ ଲାଇନ୍କୁ କନେକ୍ଟ କରିବ, ଯେଉଁଟା ଆପଣଙ୍କର ଜଖପୁରା ବାଉଁଶପାଣି ସହିତ ଆପଣଙ୍କର ଯେଉଁ ମୁଖ୍ୟ ରେଳ ଲାଇନ୍ ଅଛି ଯେଉଁଟା ଯାଜପୁର ଭଦ୍ରକ। ଏଣୁ ନିଶ୍ଚିତ ଭାବରେ ଏ ପ୍ରକାରର ଯେଉଁ ସମ୍ଭାବନା ଅଛି ଆମେ ଲାଗିଛୁ, ଆନନ୍ଦପୁରବାସୀ ଲାଗିଛନ୍ତି। ମୁଁ ଭାବୁଛି ନିଶ୍ଚିତ ଭାବରେ ଏହାର ସଫଳତା ଆମକୁ ମିଳିପାରିବ। ସେ କଥାକୁ ବିଚାରକୁ ମୋ ପାଖକୁ ଆସିନାହିଁ। ଆଗାମୀ ଦିନରେ ଯଦି ମୋ ସାମ୍ନାକୁ ଏ କଥା ଆସେ ତାହେଲେ ତା ଉପରେ ତାହାର ମାନେ ଫିଜିବିଲିଟି ରିପୋର୍ଟ ମଗାଯିବ ଏବଂ ସେହି ଆଧାରରେ ତାହାର ଯେଉଁ ମାପଦଣ୍ଡ ଗୁଡ଼ିକ ଯଦି ତାକୁ ଫୁଲଫିଲ୍ କରିବ ତାହେଲେ ବିଚାରକୁ ନିଆଯାଇପାରିବ। ଝୋଲାପୋଲ କଥା ଯେଉଁ କହିଲେ, ଝୋଲାପୋଲ ବାବଦରେ ମଧ୍ୟ ମୁଁ ଡିପାର୍ଟମେଣ୍ଟକୁ କହିଛି, ଆଜି ବି ସେ ଦାବି ଦୋହରାଇଛନ୍ତି। ଝୋଲାପୋଲ DPR ଆସିଲା ପରେ ନିଶ୍ଚିତ ଭାବରେ କରାଯିବ। ଆନନ୍ଦପୁରର କିଭଳି ଭାବରେ ବିକାଶ ହୋଇପାରିବ, ଆନନ୍ଦପୁରକୁ ସମୃଦ୍ଧ କରିବା, ଏଠି ଯେଉଁ ଆମର ଜନସାଧାରଣଙ୍କ ତରଫରୁ ଯେଉଁ ଭଲ ପାଇବା ଅଛି ଏବଂ ସେହି ଭଲ ପାଇବାରେ ତାଙ୍କର ଯେଉଁ ଛୋଟ ଛୋଟ ଦାବି ଗୁଡ଼ିକ ଅଛି ତା ଭିତରେ ବୃହତ୍ ଦାବି ବି ଅଛି। ଏଠି ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା କରିବା, ଟେକ୍ସଟାଇଲ୍, ଆପାରେଲ୍
এইଭଳି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଦାବି ଯାହା ମୁଁ ତାଙ୍କ କଥାକୁ ସହମତି କରିଛି। ଆଗାମୀ ଦିନ ନିଶ୍ଚିତ ଭାବରେ ଆନନ୍ଦପୁର ଅଞ୍ଚଳରେ ମଧ୍ୟ ଶିଳ୍ପ ପ୍ରତିଷ୍ଠା ହେବ। ସେଇଭଳି ଭାବରେ ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବଂ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଯେମିତି ଏହି ଆନନ୍ଦପୁର ଷ୍ଟାଡ଼ିୟମର ବିକାଶ ପାଇଁ ତା ସହିତ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରିବା ପାଇଁ ଆନନ୍ଦପୁରକୁ ସ୍ୱତନ୍ତ୍ର ଭାବରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ନିଶ୍ଚିତ ଭାବରେ ଆନନ୍ଦପୁର ଏକ ସମୃଦ୍ଧ ହେବ। ଆନନ୍ଦପୁର ରେଳ ପାଇଁ ମଧ୍ୟ ଯେଉଁ ଦାବି ହେଉଛି ଏ ବାବଦରେ ଆନନ୍ଦପୁରବାସୀ ତରଫରୁ ଯେଉଁମାନେ ମୋ ପାଖରେ ମଧ୍ୟ ଦାବି ରଖିଥିଲେ, ମୁଁ ରେଳମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି ଏବଂ ଦୁଇ ପ୍ରକାରର ପ୍ରସ୍ତାବ ସେଥିରେ ଆସିଛି ଏବଂ ତାହା ବିଚାରାଧୀନ ଅଛି। ମୋତେ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ ଆଗାମୀ ଦିନରେ ନିଶ୍ଚିତ ଭାବରେ ଯେଉଁ ପ୍ରୋଜେକ୍ଟଟି ଆନନ୍ଦପୁର ଦେଇକରି ସିଏ ଯିବ, ଅର୍ଥାତ୍ ଆନନ୍ଦପୁର ଦେଇକରି ସିଏ ଧାମରା ପୋର୍ଟକୁ ଯିବାର ଯୋଜନା ଯେଉଁ ଅଛି ତାହାଦ୍ୱାରା ଆମର 2ଟି ରେଳ ଲାଇନ୍କୁ କନେକ୍ଟ କରିବ, ଯେଉଁଟା ଆପଣଙ୍କର ଜଖପୁରା ବାଉଁଶପାଣି ସହିତ ଆପଣଙ୍କର ଯେଉଁ ମୁଖ୍ୟ ରେଳ ଲାଇନ୍ ଅଛି ଯେଉଁଟା ଯାଜପୁର ଭଦ୍ରକ। ଏଣୁ ନିଶ୍ଚିତ ଭାବରେ ଏ ପ୍ରକାରର ଯେଉଁ ସମ୍ଭାବନା ଅଛି ଆମେ ଲାଗିଛୁ, ଆନନ୍ଦପୁରବାସୀ ଲାଗିଛନ୍ତି। ମୁଁ ଭାବୁଛି ନିଶ୍ଚିତ ଭାବରେ ଏହାର ସଫଳତା ଆମକୁ ମିଳିପାରିବ। ସେ କଥାକୁ ବିଚାରକୁ ମୋ ପାଖକୁ ଆସିନାହିଁ। ଆଗାମୀ ଦିନରେ ଯଦି ମୋ ସାମ୍ନାକୁ ଏ କଥା ଆସେ ତାହେଲେ ତା ଉପରେ ତାହାର ମାନେ ଫିଜିବିଲିଟି ରିପୋର୍ଟ ମଗାଯିବ ଏବଂ ସେହି ଆଧାରରେ ତାହାର ଯେଉଁ ମାପଦଣ୍ଡ ଗୁଡ଼ିକ ଯଦି ତାକୁ ଫୁଲଫିଲ୍ କରିବ ତାହେଲେ ବିଚାରକୁ ନିଆଯାଇପାରିବ। ଝୋଲାପୋଲ କଥା ଯେଉଁ କହିଲେ, ଝୋଲାପୋଲ ବାବଦରେ ମଧ୍ୟ ମୁଁ ଡିପାର୍ଟମେଣ୍ଟକୁ କହିଛି, ଆଜି ବି ସେ ଦାବି ଦୋହରାଇଛନ୍ତି। ଝୋଲାପୋଲ DPR ଆସିଲା ପରେ ନିଶ୍ଚିତ ଭାବରେ କରାଯିବ।